भाई कि सदाबले मो एकले स्टे गला साली को कहली संध्या 7टा हेले पूजा काम सारी राति आसी 9टा हेला ए पर्यंत पूजा काम सरीला आगो भाई कि एमिति पूजा अर्चना कला बेली साली को भातरे दाना दर दे मारी दे ए साली को पछरे दितिया हेली ए साली भी सैया बांधा सब खड़ा गोटाए लाउर मंदी दिन मुंडू को विष चढ़ साली भाई गिरिया कुकुड़ा मरिला भाया मरीदेवी नंदुरे हे नंदलाला काकुड़ी संसलास कर माते तो राखी पूरा साली भाई दिलिया न खाई न दे मो पेट को मंटा करदेला चला खाई आपिया को न दे मो पाप दुईटार पेट सुखी गला ए माधवी तो पेट को मोड़ी साली भाई दिलिया संध्यारू राति 9टा हेलानी गोटाए पाला चलैछु मनीष यार मुख करे गलानी आलो तते डाकिली हो बिलरे हो करिबा आलो तते केते थरा कहूछि अबे मां को दीटा केते पूजा करला कथा करो हेले आम गोपा पो दी जनकर पेट मानी तू माई किनिया संध्या 7टारू राति 9टा पर्यंत गोटाए पाला चलैछु तू कौन जानिलु संध्या 7टा हेले आम गोपा पो दी जनकर टिके क्लास चले बोली जन्मदिन हिंदू पूर्णिमा आज परिका दिन रे मद मांस न खाइले कोन चलिबनी ए माई किनिया सकालू सकालू तो गोटे लंबा लिस्ट धरई दे कहलु भागवत गोसाई पूजा हम यही सब जिनिस आसिले हेलो तो काम है कि है ना नहीं बाबा हेलो मो धर को तो पिठी दिया कुंडे हो जा माछ चिकेन टिके थो फ्रिज रे फ्राई करी नै किया देहटा जमानी भलो लागुଛି पिताश्री
ମତେ ବି କାହିଁ ଟିକେ ଭାରି ଆସ୍କେଟିଆ ଲାଗୁଛି ଆଜି। ପାଠ ସେଇଆ। ଏଙ୍କର ପ୍ରସାଦ ପାଇବା ଆସ। ମାତାଶ୍ରୀ ପିତାଶ୍ରୀଙ୍କର ଟିକେ ସୁରାପାନ ନହେଲେ ତାଙ୍କ ଆତ୍ମାକୁ ଜମା ତୃପ୍ତି ମିଳିବନି। ତାଙ୍କ ଆତ୍ମାକୁ ଆଉ କଷ୍ଟ ଦିଅନ୍ତୁନି ମାତେ। ବାପ ପୁଅ ଦିଟା କେହି କାହାକୁ କମ୍ ନୁହଁ। ଏ ମାଧବୀ ଆମେ ଯେମିତି କଥାବାର୍ତ୍ତା କର। ବାପ ପୁଅ ଦିଟା ମିଶିକି ମଦ ପିଉଛ ଟିକେ ଖରାପ ଲାଗୁନି? ଏ ମାଧବୀ ମାଧବୀ ଲୋକା। ହ୍ୟାଲୋ 5 ବର୍ଷ ପର୍ଯ୍ୟନ୍ତ କରିବ ଲାଳନ, 15 ପର୍ଯ୍ୟନ୍ତ କରିବ ଶାସନ, 16 ବୟସେ ପୁତ୍ରକୁ କରି ବିଶ୍ରାମ। ଏ କଥା କହିଛନ୍ତି ପରା ଋଷିଗଣ। ପିତାଶ୍ରୀ ନନ୍ଦଲାଲାର ଭାଗବତ କହିଲା। କଣ କହିଲା? କହିଲା ସଂସାରେ ଥିବୁ ଯେତେ ଦିନ ହେ ଗୋବିନ୍ଦ, ଭୋଗିବୁ କାମିନୀ କେତନ ହେ ଗୋବିନ୍ଦ, ବସି ଖାଇବୁ ବାପ ଧନ ହେ ଗୋବିନ୍ଦ, ତେବେ ସରିବ ପାପ ଧନ ହେ ଗୋବିନ୍ଦ, ପର ଧନରେ ନବୁ ମନ ହେ ଗୋବିନ୍ଦ, ବୟା ଗୋବିନ୍ଦ 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 ଗୋବିନ୍ଦ, ପଦୁକଳୁଛି ବକରଙ୍ଗ ଗୋବିନ୍ଦ। ହରି ବୋଲ। ବେକରେ ତୁଳସୀ ମାଳ ପକେଇ ତୁ ମଦ ମାଂସ ଖାଉଛୁ। ଏମିତି ଗୀତା ଚୈତନ୍ୟ କାଟି ତୁ ମଦ ମାଂସ ଖାଆନି ରେ। ତାଙ୍କରେ ନାରାୟଣ ରହିବେନି। ଏ ଭାଇ କିରିଆ ଏ ଧର୍ମ ଭାଇ ମତେ ଶୁଣା ନା। ବହୁତ ଧର୍ମ ମୁଁ ଦେଖିଛି। ତମେ ହଁ ନିରୀହ ଗରିବ ଲୋକମାନଙ୍କୁ ଲୁଟି ଧର୍ମ ଧନ ଶୋଷଣ କରୁଛ। ସେଇଙ୍କର ମନ୍ଦିର କରି ବାପ ପୁଅ ଦିଟା ମଦ ମାଂସରେ ବୁଡ଼ି ରଖୁଛ। ବ୍ରାହ୍ମଣ ହେଇ ଚଣ୍ଡାଳ କର୍ମ କରୁଛ। ତମ ମୁହଁକୁ ଟିକେ ଲାଜ ଲାଗୁନି? ସାଲି ଭାଇ କିରିଆ ମତେ ଧର୍ମ ଛଡା କହୁଛୁ। ଭାଇ କିରିଆ ଶଳା କାହା ପଇସାରେ ତୁ ୱେଷ୍ଟ କରୁଛୁ? ତମେ ମା ପୁଅ ଦିଟା କାହା ପଇସାରେ ୱେଷ୍ଟ କରୁଛ? ଶଳା କଟନ ଲୁଗା ହେଲେ ତୁ ପିନ୍ଧିବୁ, ସରୁ ଅରୁଆ ଚାଉଳ ହେଲେ ଭାତ ଖାଇବୁ, ଆଉ ପୁରୀ ଡାଲମା ନହେଲେ ତୋ ତଣ୍ଟିରେ ରହିବନି। ସାଲି ଭାଇ କିରିଆ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗୋଟେ ପାଲା ଚଲାଉଛୁ। ମୋ ମୁଣ୍ଡ ଜମା ଗରମ କରନା କହୁଛି, ନହେଲେ ତୋ ନଖରାମି ଛଡେଇ ଦେବି। ଯା 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 ଫ୍ରିଜରୁ ମଟନ ଚିକେନ ଟିକେ ନେଇ ଆସିବୁ ଯା। ମତେ ମାରୁ ମାରୁ ମାରିଦେଲେ କି ଆଜି ଏ ଘରେ ଆଇଁଷ ହବ। ମାଧବୀ ଏ ମାତେ ମାତେ ଛାଡ଼ିବିନି ଛାଡ଼ିବିନି। ସାଲି ମାଇ କିନିଆ ଏ କେଶବ ବଡ ବୁନ୍ଦା ମୁହଁରେ ଜବାବ ଦେଇଦେଲା। ସାଲି ମାଇ କିନିଆ କହୁଛି ଠିଆ ପାଡ଼ିବି ପାଡ଼ି। ପିତାଶ୍ରୀ ହଁ ରହିଯାନ୍ତୁ ପିତାଶ୍ରୀ। ନାରୀ ହତ୍ୟା ମହାପାପ ପିତାଶ୍ରୀ। କଣ କହିଲା ଦେଖୁନୁ? ମାତାଶ୍ରୀଙ୍କର ପୁଣ୍ୟ ବଳେ ତମେ ତରିବ ଅବଜଳେ। ବୁଝିଲେ ପିତାଶ୍ରୀ? ହଁ ଆଜି ଦିନଟା ଆମେ ଶୁଦ୍ଧ ଶାକାହାରୀ ଚାଖଣରେ ଚଳେଇଦବା। ଆପଣ ଆଉ ମାତାଶ୍ରୀଙ୍କ ଉପରେ ରାଗନ୍ତୁନି। ଚଳିବ। ନୋ ଟେନସନ ଫୁଲ ମସ୍ତି। ହଁ ଚାଲନ୍ତୁ ଯିବା। ଚାଲ। କହିଲା ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ମଧୁର ଲୁଚି ମକରଙ୍ଗ, ସେ ମକରଙ୍ଗ ପାନ କରି ହେଲେ କରିଲେ ପ୍ରଶ୍ନ ନାହିଁ। ପ୍ରସାଦ ନନ୍ଦୁ ବାବୁ ପ୍ରସାଦ। ଶାଶୁର ମଦ ପିଇଲା ବେଳକୁ କାହିଁକି ଦଉଛି ଭୋକ।
ପୁରୋହିତ ଆରେ ଭଗବତ ସହିତ ମହାପ୍ରଭୁଙ୍କର ପ୍ରସାଦ ସେବନ କଲେ ଘୋର ପାପ ଲାଗିଥାଏ। ଆରେ ଯା ଯା ସେ ପ୍ରସାଦ ଠାରୁ ନେଇଯା ବର୍ଷକ 12 ମାସ ଚେଷ୍ଟ କରିବା ଆଜି ଭଳି ଦିନରେ ମଦ ପିଇବା ଘୋର ପାପ ଆସୁ ପାପ ଆରେ ପାପ କେମିତିକା ଜିନିଷ ଦେଖିଛୁ? ଦେଖିଛୁ ଦେଖିଛୁ ତୁ? ଆରେ ଆତ୍ମାକୁ ବାଧା ଦେବା ହଉଛି ମହାପାପ। ଆଉ ଆତ୍ମା କହିଲା ଆମେ ସୁରାପାନ ଶୁଣ ପୁରୋହିତ, ତୋ ପୂଜା କାମ ସରିଲା, ଦକ୍ଷିଣା କେତେ କହ ଧରେ ସିଧା ଘରକୁ ଯା। ଏ ପୁରୋହିତ କେତେ ଟଙ୍କା ଦକ୍ଷିଣା ନେବୁ କହ କହିଲୁ। ମୁଁ ଭୁବନେଶ୍ୱରରୁ ଗୋଟେ ବାକାଡି କ୍ୱାର୍ଟେ ମଗେଇଛି, ଘରକୁ ନେଇଯିବୁ ପୁରା ବିନ୍ଦାସରେ ବସିକି ମାରିବୁ ଆଉ କଣ। ଏ ଦାମୋଦର ପୁରୋହିତ ଦକ୍ଷିଣା ପାଇଁ ଭାଗବତ ବସିକି ପୂଜା କରେନି, ଆଉ ସେ ଭାଗବତ ବସିକି ପୂଜା କରେ ଯଜମାନଙ୍କର ମଙ୍ଗଳ ପାଇଁ, ଯଜମାନଙ୍କର ପିତୃପୁରୁଷ ଉଦ୍ଧାର ପାଇଁ। ପଣ୍ଡିତେ ଆରେ ଗଙ୍ଗାରେ ଶବ ବିସର୍ଜନ କରି ଗୟାରେ ପିଣ୍ଡ ଦାନ କଲେ ଏ ପିତୃପୁରୁଷ ଉଦ୍ଧାର ପାଇଯିବେ। ତମ ଭଳି ପାପୀ ଭଳିଆ ହାତରେ ଦେବେ ପିଠେ ପିଣ୍ଡ କେହି ପାଇବେ। ଏ ପୁରୋହିତ କି ଧର୍ମ କଥା କହୁଛୁ ରେ? ସାରା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭାଗବତ ଗୋସାଇର ମନ୍ଦିର ତିଆରି କରିଛି, ହଜାର ହଜାର ଟଙ୍କାର ମନ୍ଦିରରେ ଭୋଗ ଲଗଉଛି, ସେଇଟା କଣ ପୁଣ୍ୟ ନୁହେଁ? ପାପ ବାବୁଣ କୋଳେ ଜନ୍ମ ନେଇ ବାପ ପୁଅ ଦିଟା ମଦ ମାଂସରେ ବୁଡ଼ି ରହୁଛ। ଚଣ୍ଡାଳ ଆମ ଭଳିଆ ପାପୀ ହଜାର ହଜାର ମନ୍ଦିର ତିଆରି କଲେ ଜମା ଦେବତା ପୂଜା ପାଇବେନି, ରାକ୍ଷସକୁ ଦେବେ ରାକ୍ଷସ। ଏ ପୁରୋହିତ ସେ ଭାଗବତ ମହତ୍ଵ କଥା ମତେ ଜମା ତୁ କହୁନା। ଶୁଣ ପିଣ୍ଡ ଶୁଣ ରାଜା ପରୀକ୍ଷିତ ମୁନିଙ୍କର ଅଭିଶାପକୁ ରକ୍ଷା ପାଇବା ପାଇଁ ଭାଗବତ କଥା ଶୁଣିଥିଲେ, ହେଲେ ତମ ଭଳିଆ ପାପୀ ଛି 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 ତମ ଭଳିଆ ପାପୀ ଏ ବାମୁଣ ଶାସନ ପାପ, ଏ ହରିପୁର ଶାସନରେ ସମସ୍ତଙ୍କୁ ଜଣେଇ ଦେବି ତମେ ଗୋଟେ ପାପୀ, ତମ ସମସ୍ତଙ୍କୁ କାହାକୁ ଛାଡ଼ିବି ସମସ୍ତଙ୍କୁ ଜଣେଇ ଦେବି ତମେ ଦିନ ଗୋଟେ ପାପୀ କାଲି ତମର ବହୁତ ଦିନ ତମର ଅଭିଶାପ କରିବ ଅଭିଶାପ। ମୋ ପିତା ମୋ ପାଇଁ ବୈକୁଣ୍ଠପୁର, ମୋ ପିତା ମୋ ପାଇଁ ସ୍ୱର୍ଗ ଠାରୁ ବଡ଼, ମୋ ପିତାଙ୍କ ପାଦ ମୋ ପାଇଁ 4 ଧାମର ତୀର୍ଥସ୍ଥଳ। ତୁମେ ପିତାଙ୍କୁ ଅଭିଶାପ ଦେବ ଆରାମ ଦାଦା, ମୁଁ ଆଜି ତ ଶେଷ ଘଣ୍ଟି ବଜାଇବି। ନନ୍ଦଲାଲା ସୁନ୍ଦରେ ହରି ହରି ବେକରେ ତୁଳସୀ ମାଳା, ଖବରୁ ମଧୁର ଚାଲେ ମୋରି ଲୀଳା, ଆଉ ଯିଏ ମତେ ବିରୋଧ କଲା କରିଦେବି ତାର ଠିଆ ପାର ତତେ ଶଳା ଏମିତି ସେମିତି ମାରିଲେ ମୋ ପିତାଶ୍ରୀଙ୍କ ଆତ୍ମାକୁ ଜମା ଶାନ୍ତି ମିଳିବ। ତତେ ଟିକେ ଘୋଡ଼ା ନାଚ ଷ୍ଟାଇଲ ମାରିବ ନା ଛାଡ଼ିଦିଅ ବଲା ଢିକିରେ କୁଟିଲି ଚୁଡ଼ା ସମାଦଲେ ଢିକିରେ କୁଟିଲି ଚୁଡ଼ା ସମାଦଲେ ଢିକିରେ କୁଟିଲି ଚୁଡ଼ା ସପନ ବନ୍ଦିଲି ସପନ ଗୋଳା ହେ ରାତି ବତଳଟି ଘୋଡ଼ା।
ବାପା ଭାଇ ତମେ ଏ କଣ କଲ ତମେ ଶେଷରେ ଏରିଆ ପୁରୋହିତକୁ ମାରିଦେଲ ତୁମେ ସତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମୋର ସିଏ ମୋ ପିତାଙ୍କର ବହି ମୁଁ ତା ପେଟରେ ଭୁଷିବି ଛୁରୀ କହିଲା ଗୋବିନ୍ଦ 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 ପଦୁଙ୍କ ଅଳୁତି ମକରନ୍ଦ ହେ ଗୋବିନ୍ଦ ହରି ବୋଲ କଣ ସେ ଗୋବିନ୍ଦ ନାମ ମଦ ନିଶାରେ କୁଳ ପୁରୋହିତକୁ ମାରିଦେଲ ଆଉ ଏ ଗୋବିନ୍ଦ ଗୋବିନ୍ଦ ହଉଛ କଣ ଭାସିଗଲା ସେଠୁ କୋଟା ଭାସିଗଲା ସାରା ଗୋଟେ ପୁରୋହିତ ମରିଗଲା ବୋଲି କଣ ପୁରୋହିତର କୁଳ ବୁଡିଗଲା ଆରେ ଟଙ୍କା ଫୋପାଡ଼ିଲେ କେତେ ପୁରୋହିତ ଆସି ଏଠାରେ ପୂଜା କରିବେ ଅହଙ୍କାର ଆତ୍ମ ଗଢିବା କ୍ଷଣସ୍ଥାୟୀ ବାପା ଏହା ଜ୍ୱଳନ୍ତ ଉଦାହରଣ ମହାମାରୀ ଦୁର୍ଯ୍ୟୋଧନ ଅତି ଗରି କର୍ମ ଅତି ଗର୍ବି ରାବଣ ତାପର ବିନାଶ ସୁନିଶ୍ଚିତ ବାପା ପିତାଶ୍ରୀ ফুল কর্ম করিয়া কোথায় দেখা আরে ঘরে বসে বসে কেঠা মারুଛୁ অনেইলু সকালু মেডিসিন ଠାରୁ ଆରମ୍ଭ କରି ତ ଖାଇବା ପର୍ଯ୍ୟନ୍ତ ଆରେ ଦିନକୁ କେତେ ଟଙ୍କା ଖର୍ଚ୍ଚ ହଉଛି ତା ହିସାବ ଦେଇପାରିବୁ ମତେ ହଁ ହିସାବ ରଖିଛି ଆଉ ହିସାବ ରଖି ବୁଝିଛି ଅପର୍ଜିତ ଯେତେ ଧନ ଚାଲୁ ଏ ସୁଖେ ପ୍ରୟୋଜନ ଏ ଘରେ ଗୋଟେ ଭାତର ପାପ କରିଲେ ବି ସରିବନି ଏ ଘରେ ଜନ୍ମ ନେବା ହଉଛି ଗୋଟେ ଅଭିଶାପ ସେ ଅଭିଶାପ କଥା ବନ୍ଦ କର ତତେ କହୁଛି ତୁ ତ ହିସାବରେ ରହ ତା ନହେଲେ କଣ କରିବ ମାରିଦେବ ଆରେ ମାରିଦିଅ ଆରେ ତମ ଭଳି ବାପର ପୁଅ ଏଇ ବଞ୍ଚି ରହିବା ଅପେକ୍ଷା ମୋର ମରିଯିବା ଭଲ ଶୁଣ ତମ ଭଳି ବାପର ପୁଅ ବାବା ମୋ ପାଇଁ ଗୋଟେ ମହାରାବୁ ହସର ପାକେ ପୁଲି ଅଲକ୍ଷଣା ତୁ ମୋ ମୁହଁରେ ଜବାବ ଦେ କଣ ବଡ ବଡ କଥାବାର୍ତ୍ତା ତୁ କରୁଛୁ ପିତାଶ୍ରୀଙ୍କ ମୁହଁ ଉପରେ ଜବାବ ଦଉଛୁ ମୂର୍ଖ କୋଟି ଯା ତତେ ଭଲରେ ଭଲରେ କହୁଛି ଏଠୁ ଯା ମୁଁ ମୁଣ୍ଡ ଚବା ଗରମ କରନା କହୁଛି ଯା ଏଠୁ ଯା ଯାଉନୁ ଆରେ ଭାବୁଛୁ ନନ୍ଦୁ ପିତାଶ୍ରୀ ସବ ଉଠା ହଁ ପିତାଶ୍ରୀ ଏ ପୁରୋହିତଟାକୁ ପେଟ୍ରୋଲ ଲଗେଇ ନିଆଁ ଲଗେଇ ଦବା ଚାଲ ହେଲା ଆଉ ଯାହା ପାଉ ସବୁ ସମୁଦ୍ରରେ ନେଇ ଉଠାଇ ଦବା ସାରା ପୁରୋହିତ ଆମ ଖ ପାଇବି ଚାଲ ମୁଁ ତମମାନଙ୍କୁ ନେଇ ପୋଲିସରେ ଦେବି ମୁଁ ତମମାନଙ୍କୁ ଆରେ କେପା ଅଲେଖା ତୁ ମୋ ପୁଅ ହେଇକି ମତେ କହୁଛୁ ପୋଲିସରେ ଦେବୁ ଚିହ୍ନୁଛୁ ମତେ ମାରିକି ତ କାମ ଫଟେଇଦେବି ମାରିଦିଅ ମତେ ଏ ସାରା ପୁଣି ମୋ ମୁହଁରେ ଦେବ ଆଜି ଛାଡ଼ିବି ମାରୁ ଫାଇନାଲ ମାରିବି କଣ କରିଛି ସେ ମୋର ଆଗରେ ବାପା ଆଉ ଭାଇ ମିଶି ଆଜି ତୁ କରିବେ ମାତାଶ୍ରୀ ତମ କେପୁଲି ମୁହଁରେ ଟିକେ ଲଗାମ ଦିଅ ତା ନହେଲେ ମୋ ମୁଣ୍ଡକୁ ଯୋଉଦିନ ପିତ ଚଢିବ ତା ଗଣ୍ଠିରୁ ମୁଣ୍ଡଟାକୁ ଅଲଗା କରିଦେ ଏତେ ପାପକୁ ତମ ଧର୍ମ ସହିବନି ପିତାଶ୍ରୀ ଆରେ ଆଜି ପର୍ଯ୍ୟନ୍ତ ମୁଁ ଭାବୁଥିଲି ଏ ମାଇକିନିଆଟା ମୋର ନୁହଁ ଆଜି ଯାହା ଦେଖିଲି ଏ ମାଇକିନିଆ ଗୋଟା ବଳେ ମୋର ଉଠା ସବୁ ଉଠା
ଯିବା ପିତାଶ୍ରୀ ହଁ ନନ୍ଦଲାଲର ଭାଗବତ କହିଲା କହିଲେ କିଏ କହିଲେ କହିଲା ହରି ଭକତ ଯେତେ ଥାନ୍ତି ହେ ଗୋବିନ୍ଦ ନରରେ ସବୁ ଜାତି ହେ ଗୋବିନ୍ଦ ଯେବେ ହୋଇ ମୁଁ ପ୍ରଭୁ ପାର ହେ ଗୋବିନ୍ଦ ହରି କୁକୁଲରେ ଲଧାନ ହେ ଗୋବିନ୍ଦ କହିଲା ଗୋବିନ୍ଦ 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 ବଧୁ କରୁଛି ଅପରଙ୍ଗ ହେ ଗୋବିନ୍ଦ ହରି ଏବଂ ତୋର କଷ୍ଟ ମୁଁ ସହିପାରୁନି ଲୋ ମତେ ମରିଯିବାକୁ ଇଚ୍ଛା ହଉଛି ଏ ବାପ ତାଙ୍କ ପାଇଁ କିଛି ନୁହେଁ ତୁ କେତେ କଥା ପୋଲିସରେ କହିବୁ ତୁ ଜାଣିଛୁ ଏମାନେ ପରନାରୀ ଲୁଣ୍ଠନ କରନ୍ତି ଗରିବ ମାନଙ୍କର ତଣ୍ଟି ଚିପି ଧନ ଶୋଷଣ କରନ୍ତି ମଣିଷ ମାରନ୍ତି ମଦ ମାଂସରେ ବାପ ପୁଅ ବୁଡ଼ି ରହନ୍ତି ବାପ ପୁଅଙ୍କର ପାପ କର୍ମ ସହିଲେ ସହିବନି ଏମାନଙ୍କୁ ଫାଶୀ ଦେବା ଦରକାର ନା ବୋଉ ତୁ ବି ବାପ ପୁଅଙ୍କୁ ଡରୁଛି ଏ ବୋଉ ଏ ବାପାର ଅନ୍ଧରେ ମୋର ନିଶ୍ୱାସ ହେଇଯାଉଥିଲା ବୋଉ ମୋର ନିଶ୍ୱାସ ହେଇଯାଉଛି କଣ ତୁ ସେମିତି କହନି ନହେଲେ ସେମାନେ କୋଉଠି ନା ତତେ ବି ମାରିଦେବେ ମାରି ଦିଅନ୍ତୁ ଏମିତି ପାପରେ ଦେଖି ବଞ୍ଚିବା ଅପେକ୍ଷା ମରିଯିବା ବହୁତ ଭଲ